ଅରଭାନୀ ସମୟର ଊନବିଂଶ ସ୍ୱର୍ଣ୍ଣକ୍ଷେତ୍ର ଅନୁଷ୍ଠିତ। ପାକ୍ଷିକ ସମ୍ବାଦପତ୍ର ଅରଭାନୀ ସମୟର ଊନବିଂଶ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ ଓ ସାମ୍ପ୍ରତିକ ଭାରତର ପରିସ୍ଥିତି ଓ ହିନ୍ଦୁ ରାଷ୍ଟ୍ର ସହିତ ଗଣତନ୍ତ୍ରର ଭୂମିକା ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ ଲୋହିଆ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ତଥା ସମାଜସେବୀ ଶଶଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଭାଜପା ନେତା ତଥା ମୁଖପାତ୍ର ସଜ୍ଜନ ଶର୍ମା, ମୁଖ୍ୟ ବକ୍ତା ବୈଦିକ ବିଶ୍ୱବିଦ୍ୟାଳୟ ତାମିଲନାଡୁର କୁଳପତି ଡକ୍ଟର ହରିହର କାନୁନଗୋ, ସମ୍ମାନିତ ଅତିଥି ଭାବେ ବରିଷ୍ଠା ସାହିତ୍ୟିକା ଇନ୍ଦିରା ମିଶ୍ର, ଭାରତ ହିନ୍ଦୁ ସଂଗଠନର ରାଜ୍ୟ ମୁଖ୍ୟ ଦୀନବନ୍ଧୁ ଷଡଙ୍ଗୀ, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ସାହୁ, ସାମ୍ବାଦିକା ରୀନା ମହାନ୍ତି ପ୍ରମୁଖ ଯୋଗଦେଇ ବର୍ତ୍ତମାନ ସମୟରେ ସମଗ୍ର ହିନ୍ଦୁମାନେ ସଚେତନ ହେବା ସହ ଏକମନ ଓ ଏକ ପ୍ରାଣ ହୋଇ ରାଷ୍ଟ୍ରର ପ୍ରଗତି ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବା ଆବଶ୍ୟକ ଓ ନିଜର ଦକ୍ଷତା ଯୋଗ୍ୟତା ଚିହ୍ନି ସେହିପରି ଆଚରଣ ଏବଂ ଉଚ୍ଚାରଣ କଲେ ଭାରତର ସାର୍ବଭୌମତ୍ୱ ଅଖଣ୍ଡିତ ରହିବା ସହିତ ଏକ ପୂର୍ଣ୍ଣ ହିନ୍ଦୁ ରାଷ୍ଟ୍ରର ପରିକଳ୍ପନା ସମ୍ଭବ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅରଭାନୀ ସମୟର ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସାହିତ୍ୟିକା ମଞ୍ଜୁଳା ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ ପୂର୍ବକ ଅରଭାନୀ ସମୟର ସମ୍ପାଦକ ରମେଶ କୁମାର ମହାପାତ୍ର ମତବ୍ୟକ୍ତ କରିଥିଲେ ଯେ ହିନ୍ଦୁ ରାଷ୍ଟ୍ର ଗଠନ ପ୍ରସଙ୍ଗରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ସହ କାହା ଚାପର ବଶବର୍ତ୍ତୀ ନ ହୋଇ ରାଷ୍ଟ୍ରର ପ୍ରଗତି ସହିତ ଜଡ଼ିତ ସମ୍ପର୍କକୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ଏହି ଅବସରରେ ସାରସ୍ୱତ ପ୍ରତିଭାଧାରୀ ତଥା ସମାଜସେବୀ ପ୍ରଦୀପ କୁମାର ଦେହୁରୀ, ସମାଜସେବିକା ରାଜଲକ୍ଷ୍ମୀ କର ଓ ସ୍ୱସ୍ତିକ ମହାପାତ୍ରକୁ ଅତିଥିମାନେ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହା ସହିତ କବି, ସାହିତ୍ୟିକା ଓ କୃତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ନାରାୟଣ ଖୁଣ୍ଟିଆ, ମଦନ ମୋହନ ପାଢ଼ୀ, ଚକ୍ରଧର ଶତପଥୀ, ସ୍ମୃତିରଞ୍ଜନ ବେହେରା, ତନୁଶ୍ରୀ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ହିନ୍ଦୁ ରାଷ୍ଟ୍ର ବନାମ ଧର୍ମ ନିରପେକ୍ଷ। ମୁଁ ଏଠି ନିଶ୍ଚିତ କହିବି, ଆଜି 2025 ଆରମ୍ଭ ହୋଇଛି। 2050 ବେଳକୁ ଆମେ ଯଦି ସତର୍କ ନ ହେବା ଆମେ ହିନ୍ଦୁ ନଥିବା। ମୁଁ ଏଇଥିପାଇଁ କହିଲି, କିଛି ବର୍ଷ ପୂର୍ବରୁ ଥିଲା ଆମେ 2 ଆମର 6, ତାପରେ ଆମେ 2 ଆମର 4, ତାପରେ ଆମେ 2 ଆମର 2, ତାପରେ ଆମେ 2 ଆମର 1, ଆଉ କିଛି ବର୍ଷ ଗଲେ ଆମେ 2 ଆମର ନାହିଁ। ତାହେଲେ ଆମେ ଭୁଲି ଯିବା। ସେମାନେ ମାରି ବସିବେ, ଆମ ଘରେ ବସିବେ, କହିବେ ଆମକୁ ଏଇ ଧର୍ମ ଦିଅ, ପକ୍କା ଏଇଟା ହବ 50 ବେଳକୁ। ତେଣୁ ତାକୁ ରକ୍ଷା କରିବା ପାଇଁ ହେଲେ ଆମ ସମସ୍ତଙ୍କର ସେ ପ୍ରତି ଆମକୁ ଦେବାକୁ ପଡ଼ିବ ଧ୍ୟାନ। ସେ ବର୍ତ୍ତମାନ 2050 ବେଳକୁ ତାଙ୍କର ବଢ଼ିଯାଇଥିବ, ପ୍ରତ୍ୟେକ ଘରେ ବସିବେ, କହିବେ ଏଇ ଧର୍ମ ନିଅ, ଜବରଦସ୍ତି କରିବେ, ଆମେ ଅଟକେଇ ପାରିବାନି। ସାର୍ ଆପଣମାନେ ଭାବୁଥିବେ ମୁଁ କହୁଛି ଏଇଟା ନିଶ୍ଚିତ ହବ। ଆମର ସେଇ ପରିସ୍ଥିତି ଆସିଗଲେଣି। ମୁଁ ସେଇଥିପାଇଁ କହିଲି ତାଙ୍କର ଯୋଉ ହିନ୍ଦୁ ଧର୍ମ ସଂକଟ ନାହିଁ ତ, ମୁଁ କହିଲି ହଁ ଧର୍ମ ସଂକଟରେ ଅଛି। ଯଦି ସେଇ ପ୍ରତି ଆମେ ନଜର ନ ଦେବା, ନିକଟ ଭବିଷ୍ୟତରେ ନିଶ୍ଚିତ ଆମର ହିନ୍ଦୁ ଧର୍ମ ଆମ ହାତରୁ ଖସିଯିବ ବୋଲି ମୁଁ ଆଶା ରଖୁଛି ଏବଂ ଏହାକୁ ଲକ୍ଷ୍ୟ କରିକି ଆମେ ଆଗେଇ ଚାଲିବା ନିଶ୍ଚିତ। ମୋ କଥାଟାକୁ ହୁଏତ କିଛି ଲୋକଙ୍କୁ ଖରାପ ଲାଗିପାରେ, କିଛି ଲୋକ ଗ୍ରହଣ କରିବେ ବୋଲି ମୁଁ ଆଶା ରଖିଛି ଏବଂ ଆଗକୁ ସେଟା ଲକ୍ଷ୍ୟ କରିବା। ଏବଂ ତାପରେ ଗୋଟେ ଅଛି ଗଣମାଧ୍ୟମର ଭୂମିକା। ଗଣମାଧ୍ୟମର ଭୂମିକା କିଏ ଦେଖନ୍ତୁ, ସରକାର ଡିକ୍ଲେୟାର କରିଦେଲେ ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ। ମତେ କାହିଁ ଲାଗୁଛି ମୁଁ ଭାବୁଛି ଶେଷରେ ଅଛନ୍ତି। ଏଇଥିପାଇଁ କହିଲି, କୌଣସି ସାମ୍ପ୍ରତିକ ପରିସ୍ଥିତିରେ, ବିପର୍ଯ୍ୟୟ ପରିସ୍ଥିତିରେ ଡକାଯିବ କାହାକୁ? ମିଡିଆ ବାହିନୀ। ଗଣମାଧ୍ୟମ ଡାକ। ବର୍ଷା ହେଲା ଗଣମାଧ୍ୟମ ଡାକ, ବାତ୍ୟା ହେଲା ଗଣମାଧ୍ୟମ ଡାକ, କରୋନା ହେଲା ଗଣମାଧ୍ୟମ ଡାକ, ଯାହା ବି କୌଣସି ପରିସ୍ଥିତି ଆସିଲା ପ୍ରାକୃତିକ ଗଣମାଧ୍ୟମ ଡାକ। କିନ୍ତୁ ମୁଁ ତ ସେଇଟା କହିବି ଖରାପ ଲାଗିବ କାହାକୁ, ଫିତା କାଟିବା ପାଇଁ ତାକୁ ଡକା ହବ। ପ୍ରଶ୍ନ ଉଠୁନି।
कौन क्षेत्र में कौन मीडिया भाई को से क्षेत्र में डका होनी किंतु आज समाज में जो अंधकार अच्छा आलोकित आने मुख्य भूमिका ग्रहण कर गणमाध्यम जब आम सम्मान न दबा जो उचित सम्मान न पाइबे सी कहीं परिश्रम करेंगे तो आम सम्मान दबा सरकार जो चतुर्थ समय रखी आम दबा आज समय लक्ष्य करेंगे गणमाध्यम कौटी माड़ खाइले कौटी किए पिटिले किए खराब भाषा कहले बहुत प्रकार कराया कान को आस खबर मिलूँ किंतु मो समस्त अनुरोध करे से सम्मान दिंतु से निश्चित आमको आगे देवार निश्चित प्रयास जारी रही जो धर्मनिरपेक्ष राज्य रही से अनुरोध करी इलेक्ट्रोनिक मीडिया जी अच्छा से प्रचार प्रसार जिते करेंगे निश्चित भाव में धर्मनिरपेक्ष बंचाई पार आउ कहे आज जो कार्यक्रम भुवनेश्वर लोहा एकाडेमी रखा यही कार्यक्रम को प्रति जिले में प्रति ब्लॉक में कारण ये जो आलोचना रही समाज को बार्ता देवा भाया आलोचना एटा कौन खराब आलोचना ना ये आलोचना जब प्रत्येक हिंदू कान निश्चित स्पर्श कर निश्चित आम हिंदू धर्म को रक्षा कर तेणु प्रत्येक राज्य रक्षा प्रति जिले में प्रत्येक ब्लॉक में प्रत्येक पंचायत जहाँ दरकार पड़ो आम समस्त सहयोग करना आज रमेश महापात्र कहूँ अरविंद त्रिपाठी अच्छा जन सामाजिक कर्मी दुई नंबर को कहे यही कार्यक्रम प्रति जिले करूँ जहाँ दरकार पड़ो सहयोग करने सब दर्शक बंधु आपण मानक ए भिडियोटी भल लगुले दयाकोरी लाइक कमेंट और सब्सक्राइब करने को अनुरोध।